বাঙ্কা বলে শঙ্করাপুরে সোন শঙ্কর সেবকে নিশঙ্করে দেলেনি। বাঙ্কা কহিলা শঙ্করপুরে সেবক মানে শঙ্কাহীন হই শঙ্খ বজেইলেনি। ভাই বিষ্ণু মন্দিরে শিব বাজে শঙ্খ বাজে, শিব মন্দিরে শঙ্খ বাজে, দুর্গা মন্দিরে প্রমাণ খালি আর ভিতরে রহিগলে আপন মানে কইবে কোন খালি শঙ্খরে পাড়ি পালা গাইব, পাড়ির গোটা শব্দরে পালা, প্রথম দিন পালা খালি ଭାରତରେ ସାରିଦେଲି। ভাই ସମସ୍ତଙ୍କୁ ତ ସବୁ ପ୍ରକାର ପାଲା ଭଲ ଲାଗେନି, ତେଣୁ ସ୍ୱାଦ ପରିବର୍ତ୍ତନ କରିବାକୁ ପଡିବ। ତେଣୁ ଶଙ୍ଖ କ୍ଷେତ୍ରରେ ଅବସ୍ଥିତ କରିଥିବା, ଶଙ୍ଖାସୁରକୁ ବଦ୍ଧ କରିଥିବା, ଆଉ ନିଜେ ଭଗବାନ କୋଉଠି ଅଛନ୍ତି? ଜଗନ୍ନାଥ ର ବିଶ୍ୱମ୍ବର। ତୋର ତ ଜଗନ୍ନାଥ ମହାପ୍ରଭୁ ସବୁଠୁ ପ୍ରିୟ। ଜଗନ୍ନାଥ କୋଉଠି ଅଛନ୍ତି? ଶଙ୍ଖ କ୍ଷେତ୍ରରେ, ଖାଲି କ୍ଷେତ୍ରରେ, ଆଉ କୋଉଠି? ଶଙ୍ଖର ନାଭି ପ୍ରଦେଶରେ। ପ୍ରମାଣ ଶ୍ଲୋକଟିଏ ବୋଲୁଛି, ବୋଲେ ନୀଳାଦ୍ର ଶଙ୍ଖ ମଧ୍ୟ ଶତଦଳ କମଳ ରତ୍ନ ସିଂହାସନସ୍ତଂ ସର୍ବାଳଙ୍କାର ଯୁକ୍ତମ ନବଘନ ରୁଚିର ସଂଯୁକ୍ତେ ଚକ୍ରମୟ ହତ୍ରାୟାଃ ବାମ ଭାଗେ ରଥତମଯୁକ୍ତଂ ବ୍ରହ୍ମ ରୁଦ୍ରେନ୍ଦ୍ର ବନ୍ଦ୍ୟ ଦେବାନାଂ ସାରମେକଂ ସଦନ ପରିବୃତ୍ତଂ ବ୍ରହ୍ମଦାର ସ୍ମରାମି। ভাই কবি কলে খালি শঙ্খ মধ্যরে ଅଛି, আরে মধ্যরে মানে কোউঠি? পুরুণা কালিয়া কবি সারিয়াবিক কহিলে, কইলে থকা মন চাল শঙ্খ খালি এই ঝুঁকুটা পালারে আনো, ଆଉ ହାଲା କରିଦେଲେ ପାଲା କେମିତି ହବ? ପ୍ରଥମ ଥାକ ପାଲାଟା ସିନା ମଣ୍ଡିକି ରଖିଲେ ଦ୍ୱିତୀୟ ଥାକ ପାଇଁ ଅଠା ରହିବ, ଆଉ କଣ୍ଟା କେମିତି ଲାଗିବ? ତମେ ତ ଆଡୁ ସାଡୁ ଗପିକିରି ପାଲା ଗଲ। ଆହୁରି ଶଙ୍ଖ ଉପରେ ଅନେକ କଥା ମନେ ପଡିଲେ ବି ଏ କଥାକୁ ଏଇଠି ରଖୁଛି, ତାଙ୍କ କଥା ନ ଧରିଲେ କଥା ବାଉଳା ହବ। ତେଣୁ ଶଙ୍ଖ କ୍ଷେତ୍ରରେ ଶଙ୍ଖର ନାଭି ପ୍ରଦେଶରେ ବିରାଜମାନ କରିଥିବା, ଶଙ୍ଖକୁ ପ୍ରଥମ ଆୟୁଧ ଭାବରେ ଧାରଣ କରିଥିବା ମହାପ୍ରଭୁ ନୀଳାଦ୍ରିଶ ଜଗତର ନାଥ ଜଗନ୍ନାଥ, ଆଉ କାଳିଆ ଶାନ୍ତ ମହାପ୍ରଭୁ ପଦ୍ୟ ଚତୁର୍ଥ ଗାମିନୀର ଦ୍ୱିତୀୟ ପର୍ଯ୍ୟାୟ ପାଲାରେ ଆସ୍ଥାନରେ ବିରାଜମାନ କରି ଉପସ୍ଥିତ ଆମର ସାହିତ୍ୟାନୁରାଗୀ ଭଗବତ ରସ ପିପାସୁ ସନ୍ଥ ସଜ୍ଜନ କଦମ୍ବ ମାନଙ୍କର, ଉତ୍କଳୀୟ ଆର୍ଯ୍ୟା ପୁରାଣ ତୋଷିଣୀ ମା ଭଉଣୀ ମାନଙ୍କର, କୁନାକୁନି ଭାଇ ଭଉଣୀ ମାନଙ୍କର, ଅଡ଼ୋଶୀ ପଡ଼ୋଶୀ ଭାଇ ବନ୍ଧୁ ମାନଙ୍କର, ସର୍ବୋପରି ପାଲାର ଦାତା ଉଦ୍ୟୋକ୍ତା ଯଜମାନ ବାଳ ବୃଦ୍ଧ ବନିତାଙ୍କର ସର୍ବସ୍ମିନ୍ କାଳ ମଙ୍ଗଳ ବିଧାନ କରି ଉତ୍ତରୋତ୍ତର ଉନ୍ନତି କରନ୍ତୁ। ସର୍ବେ ବୋଲନ୍ତୁ ଆନନ୍ଦ କଣ ସତ? ନାଇଁ ନାଇଁ, ସେ ବୋଲିବେ ଯେ ଶଙ୍ଖ ଉପରେ ସତରେ ଯଦି ବୋଲି ପାରିବେ ଭଜନ ବୋଲନ୍ତୁ, ନହେଲେ ବସ ଶଙ୍ଖ। ଆରେ ବା ବା ବା, ମୁଁ ଏପର୍ଯ୍ୟନ୍ତ ଧଳା ଶଙ୍ଖ ଉପରେ କହୁଥିଲି। ଯାହା ହଉ ପ୍ରଭାତ ବାବୁ ସ୍ୱାଇଁ ଭାଇ ଆଉ ବାଟ ପାଇଲେନି, କହିଲେ ପ୍ରଭାତ ବାବୁ ଜଣେ ଭଲ ପାଳିଆ, ସେ ରଖିଛନ୍ତି ବୋଲି ବାଢି ଭାଇନା ମଙ୍ଗ ସଳଖୁଛନ୍ତି। ଆଚ୍ଛା, ଭଲ ପାଳିଆକୁ ଭଲ ଗାୟକ ରଖିବ ନା ଆଉ କଣ ଖରାପ ଗାୟକ ରଖିପାରିବ? ଆଉ ଗାୟକ ଭଲ ନହେଲେ କଣ ଭଲ ପାଳିଆ ତା ମଙ୍ଗ ସଳଖିବ? ଖରାପ ଗାୟକର ମଙ୍ଗ ସଳିବାକୁ ଭଲ ପାଳିଆ କାହିଁକି ଯିବ? ତେଣୁ ମନେ ରଖ ସ୍ୱାଇଁ ଭାଇ, ପ୍ରଭାତ ବାବୁ ମୁଁ ଧଳା ଶଙ୍ଖ ବୋଲିଲା ବେଳେ ଗୀତ ବୋଲୁଛନ୍ତି କଳା ଶଙ୍ଖ କଥା, ସାଧାରଣ କଥା କି? ମୁଁ କହିଛି ଆଜ୍ଞା ଓଡିଶାର ଗୋଟା 1 ନମ୍ବର ପାଳିଆ ପ୍ରଭାତ। ଦେଖି 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 ସେ କଳା
अरे वाह बाजुची हऊ जय जय जगन्नाथ क्षीराब्धि मनन करे सुशोभन भारत युद्धକୁ ହରି କରିଥିଲା ବାବା ହସ୍ତରତ୍ନ ଶୋଭା ପାଏ ଶଙ୍ଖ ଚକ୍ର ଗଦା ଭାଇ ସମୁଦ୍ରରେ ବାନ୍ଧିଥିଲା ସିଧା କେତେ ରାକ୍ଷସ ମାନଙ୍କୁ ଦେଇଥିଲା ବାଧା ଛଡ଼ା ଚୁଟି କାଟି ତାକୁ ମାରିଥିଲା ବିଧା କଳି ଯୁଗେ ନିଜେ ପରା ରହିଗଲା ରଥାଗଡ଼ା ଠାକୁର କାଳିଆ ସାନ୍ତ ଅପଦେ ଶିଚିରର କୋଟି ପ୍ରାଣିପାତ ଆଉ ଡାକିବାକୁ ତୋତେ ବେଳ କାଳ ନାହିଁ ସହଜ କର୍ମ ଜଞ୍ଜାଳ ଦେଇଛୁ ଲଗାଇ ମନ ନୌକାର ଯୋଗା ମୁଁ ନାବିକ ହୋଇଛି ଯେଉଁ ପଟେ ତୋଳାଇଛୁ ମୁଁ ସେ ପଟେ ଜାଣିଛି ତାଙ୍କୁ ପ୍ରସଙ୍ଗକୁ ଯିବା ଭାଇ ପାଲା ହେଲା ଗୋଟାଏ ପ୍ରକାର ଆରମ୍ଭ ହେଲା ଗୋଟାଏ ପ୍ରକାର ପାଲା ସରିଲା ଗୋଟାଏ ପ୍ରକାର କାଲି ମୁଁ ପାଲା ଆରମ୍ଭ କଲି ରାମାୟଣର ସୀତା କଥାରୁ ପାଲା ସରିବା ଯାଏ ସେ ଗୋଟାଏ କଥାରେ ରହିଲେ ଯୋଉମାନେ ଆପଣ ଆସିଥିଲେ କାଲି ଆସି ନଥିଲେ ତା ଭିତରେ କେତେ କବିଙ୍କି ଆଣିଛି କେତେ କଥା କହିଛି ତାର ହିସାବ ନାହିଁ ମୁଁ ଛାଡ଼ି ଦେଇ ଯାଇଥିଲି ସୀତା ଅଗ୍ନି ପରୀକ୍ଷା ଦେଲେ ପୁରାଣ କହିଲା ସୀତାଙ୍କୁ ଅଗ୍ନି ପୋଡ଼ିଲାନି ବିଜ୍ଞାନ ଯୁଗର ପିଲା କିଏ ବସିକି ପାଲା ଶୁଣୁଥିଲା ଗ୍ରହଣ କରିପାରିବନି ତାହେଲେ ସୀତାଙ୍କୁ ଅଗ୍ନି ପୋଡ଼ିଛି କି ପୋଡ଼ିନି ପୁରାଣ ଠିକ ହବ ବିଜ୍ଞାନ ଠିକ ହବ ବତେଇଦବ ବତେଇଲେ ବିଶ୍ୱମ୍ବର ଏଇଠି ସେ ମାନୁନି ଭାବ ତାଙ୍କର ଭଲ ସ୍ୱାଇଁ ଭାଇ ସାଙ୍ଗରେ ମୋ ସାଙ୍ଗରେ ବି ଭଲ ସେ କିଛି ମୁଁ କାହିଁ ଅଡୁଆରେ ଆରେ ସତ କହିବାକୁ କିଆଁ ଡରିବି ଯଦି କହିଛନ୍ତି ଶୁଣିଛୁ ହଁ ମାରିବୁ ନହେଲେ ନାଇଁ କରିବୁ ଲିଟୁ ବାବୁ ଥବ ଲିଟୁ ବାବୁ କହିଛନ୍ତି କାଲି ଦେଖ ତା ଅର୍ଥ ସେ ଯଦି କହିଥାନ୍ତେ
भाई से आराम रे हाँ मार देता जेहेतु कही ना से नीरव रोचंती आ कहीं कहीकि दोषी हेबे आउ कौन आठू बड़ प्रमाण दरकार स्वाई भाई पाला आरंभ कला आज राधा उपरे राधा किए आपण माने 1.5 घंटा शुणी राधा कथा आड़ू छाड़ू कथा के केते जमुना जाऊ ना के घन श्याम को चाहू ना भाई ये गीत आम 30 वर्ष तले बोलुलु से मंगलाचरण 1.5 घंटा भितरे राधा किए बुझेले कि लाभ कौन है 1.5 घंटा तो मूलू आरंभ है सर कौन से केते जमुना जाऊ ना 30 वर्ष तलर पालाए रो के श्याम घन को चाहू ना ये 30 वर्ष तले आम बोलुलु भाई 30 वर्ष पर राधा तत्व सुंदर कथा उपरे गलु राधा को बुझेबा निहाती पाला वाला दरकार भाई बुझी पारु नाहंती बोली आज जदी को पुओ को झियो कॉलेज पाखरे ठिया हेकरी गपुचंदी आमे कहउछ भलो कृष्ण लीला चलेछि झियो को कहउछ तोडा राधा लीला चलेछु अरे राधा कोठी कृष्ण कोठी कॉलेज रो बातरा पुओ झियो दिटा कोठी ये राधा कृष्ण कर लीला सहित समान गिरे राधा तत्वता साधारण तत्व नुह कवि अच्युतानंद महापुरुष कहले बोले राधा ठारू राधा होइला जात सही राधा को कंस को हटा राधा कृष्ण दुहे भाई भौणी यहाँ न जानती गोप करुणी भाई प्रथम कथा राधा तत्व साधारण तत्व नुह जदि पुराण को जीवा राधा कथा शुणी कृष्ण का मुंड भी पागल हो जाए रे कुना राधा कथा पचारुछंदी कृष्ण को कवि गोपाल कृष्ण गोटापद छंद बोला केशरा कुंज से जोरे ब्रजेंद्र वृंदा को पुछंती धीरे सहचरी रे राधा बोली के ब्रजरे राधा बोली के ब्रजेंद्र वृंदा को पचारुछंदी राधा बोली के ब्रजरे से बुझी पारु ना ना कहीं राधा कथा शुणा इच्छा ना शुणिला बेलू से नाम सुधा पान प्राय लगुची सब सहचरी रे भिखारी को हमारा से राधा कथा कहते मु राधा कथा कहूँ आप ओजन करतु कहा राधा टाणुआ कले शुणिला बेलू से नाम सुधा पान प्राय लगुची सम सुधा कहले अमृत पान कला भड़िया लगुच रे भाई सतरे कौन राधा ना शुणिले अमृत पान कला भड़ी लगे खाली अमृत पान कला भड़िया लगे राधा नाम रे अमृत पियो तुम जीवन अमृतमय हो भाई रे ताले कवि किए आपण मानकर अभिराम परमहंस अरे बाबा जी पाला कर तत्व जानिबो कौन कहले बोला राधा नामे पिया सुधा सदा सर्वदा अभिराम परमहंस कहले राधा नामे पियो सुधा सदा सर्वदा भाई राधा नाम रे अमृत पियो राधा भजले न लागे संसार बाधा संसार बाधा लगी राधा ना को जपिले भजिले केते जन राधा ना को भजिचे हमको संसार बाधा लगी आज्ञा आमे भजिबार कायदा जाननी जपिबार कायदा जाननी